ओम श्री परमात्मे नमः। अध्याय 17 श्लोक 11 अफलाकांक्षा यज्ञ विदितिष्ठो ज युज्यते जष्टव्यम वेति मनः समाधाय सात्विकः। जो यज्ञानुष्ठान कर्तव्य उद्धारे शास्त्र निर्देश अनुजाई एवं फलकांक्षा न रखी कराए ताहा सात्विक यज्ञ अटे। मानवर यह ହେଉଛି ସାଧାରଣ ମନୋବୃତ୍ତି ଯେ ସେ କିଛି ନା କିଛି ଉଦ୍ଦେଶ୍ୟ ରଖି ଯଜ୍ଞାନୁଷ୍ଠାନ କରେ, କିନ୍ତୁ ଏଠାରେ କୁହାଯାଇଛି କୌଣସି କାମନା ନ ରଖି ଯଜ୍ଞାନୁଷ୍ଠାନ କରାଯିବା ଉଚିତ। କର୍ତ୍ତବ୍ୟାନୁରୋଧରେ ଏହା କରାଯିବା ଉଚିତ। ଉଦାହରଣ ସ୍ୱରୂପ ମନ୍ଦିର କିମ୍ବା ଗିର୍ଜାରେ କରାଯାଉଥିବା ପୂଜାବିଧି ଅନୁଷ୍ଠାନ ସାଧାରଣତଃ ଭୌତିକ ଲାଭ ଆଶାରେ କରାଯାଇଥାଏ, କିନ୍ତୁ ତାହା ସାତ୍ତ୍ୱିକ ଅନୁଷ୍ଠାନ ନୁହେଁ। ବ୍ୟକ୍ତି କର୍ତ୍ତବ୍ୟାନୁରୋଧରେ ମନ୍ଦିରକୁ କିମ୍ବା ଗିର୍ଜାକୁ ଯିବା ଉଚିତ। ସେ ସେଠାରେ ପରମ ପୁରୁଷ ଭଗବାନଙ୍କୁ ପ୍ରଣାମ ଜଣାଇ କିଛି ଫଳ, ପୁଷ୍ପ ବା ଖାଦ୍ୟ ଅର୍ପଣ କରିବା ଉଚିତ। ପ୍ରାୟ ଅଧିକାଂଶ ଲୋକେ ଭାବନ୍ତି ଯେ ଭଗବାନଙ୍କୁ ପୂଜା କରିବା ନିମିତ୍ତ ମନ୍ଦିରକୁ ଯିବାର କୌଣସି ଆବଶ୍ୟକତା ନାହିଁ। ଆର୍ଥିକ ଲାଭ ଉଠାଇବା ନିମନ୍ତେ ପୂଜା କରିବା କଥା ଶାସ୍ତ୍ରରେ ଦିଆଯାଇ ନାହିଁ। ବ୍ୟକ୍ତି ଶ୍ରୀବିଗ୍ରହଙ୍କୁ ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଇବା ନିମନ୍ତେ ମନ୍ଦିରକୁ ଯିବା ଉଚିତ। ଏହା ବ୍ୟକ୍ତିକୁ ସତସ୍ତରକୁ ନିଏ। ପ୍ରତ୍ୟେକ ସଭ୍ୟ ଲୋକର କର୍ତ୍ତବ୍ୟ ହେଲା ଶାସ୍ତ୍ର ନିର୍ଦ୍ଦେଶକୁ ମାନିବା ଏବଂ ପରମ ପୁରୁଷ ଭଗବାନଙ୍କୁ ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଇବା। ଓମ୍ ନମୋ ଭଗବତେ ବାସୁଦେବାୟ।